ମାନସିକ ଶାନ୍ତି ସର୍ବଦା ତୁମର ପ୍ରାଥମିକତା ହେବା ଉଚିତ, କାରଣ ଏକ ଶାନ୍ତିପୂର୍ଣ୍ଣ ମନ ହେଉଛି ସବୁଠାରୁ ବଡ଼ ଧନ। ଓଂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜାନୁଆରୀ ମାସ 17 ତାରିଖ, ଓଡ଼ିଆ ମାଘ ମାସ 4 ଦିନ, ଶୁକ୍ରବାର, କୃଷ୍ଣ ପକ୍ଷ ଚତୁର୍ଥୀ ତିଥି, ଯାହା ଶେଷ ରାତ୍ରି 5:38 ପର୍ଯ୍ୟନ୍ତ ରହୁଛି। ଆଜି ମଘା ନକ୍ଷତ୍ର, ଯାହା ଦିବା 1:42 ପର୍ଯ୍ୟନ୍ତ ରହୁଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:26 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହା ଅପରାହ୍ନ 5:23। ଆଜି ଯୁଗ୍ନି ରହିଛି ନୈଋତ୍ୟ କୋଣରେ। ଆଜିର ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି, ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଚତୁର୍ଥୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ମୂଳା। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଉଛି, ଯାହା ଦିବା 1:42 ପରେ, ତେବେ ନିଶ୍ଚିତ 7 ମାସ ଗଣ୍ଡଦୋଷ ଲାଗିବ। ଆଜି ଧର୍ମ କାର୍ଯ୍ୟ ରହିଛି, ଯାହାକି ଆପଣମାନେ ସଙ୍କଟ ଚତୁର୍ଥୀ ବ୍ରତ କରିପାରିବେ ଓ ଉପବାସ କରିପାରିବେ। ତତ୍ସହିତ ଚନ୍ଦ୍ର ଉଦୟ ସମୟେ ପୂଜା ଓ ଅର୍ଘଦାନ ରହିଛି। ଆଜିର ରାହୁକାଳ, ଯାହା ଦିବା 9:30 ଦିବା 1:12 ମଧ୍ୟ ରହିଛି ରାହୁକାଳ ଯୁଗ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:50 ଦିବା 9:29 ପର୍ଯ୍ୟନ୍ତ ରହିଛି ଶୁଭ ବେଳା। ସେହିଭଳି ଦିବା 3:23 ଦିବା 4:38 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:00 ରାତ୍ରି 9:35 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହିଛି, ଯାହାକି ଆପଣ କେତେକାଂଶରେ କାର୍ଯ୍ୟ ସଫଳତା ପ୍ରଦାନ କରିବ, ଆଉ କେତେକାଂଶରେ ଆପଣଙ୍କୁ ବିଫଳତା ମଧ୍ୟ ସାମ୍ନା କରିବାକୁ ପଡ଼ିବ। ତେଣୁ ମେଷ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର, ଯାହାକି କର୍ମକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ସାମ୍ନା କରି ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ତତ୍ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ମେଷ ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ରେଷ୍ଟ ନେଇ ପୁଣି କାର୍ଯ୍ୟ ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସଫଳତା ଆଡ଼କୁ ଅଗ୍ରଗତି କରିବ। ତେଣୁ ମେଷ ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣଙ୍କର କୌଣସି କାର୍ଯ୍ୟ ବିଫଳତା ହେବ ନାହିଁ। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଲାଭ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ବିଶେଷ ସଫଳତା ନ ଦେଇପାରେ। ତେବେ ପ୍ରେମ ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ସେମାନଙ୍କର ଟିକେ ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତେବେ ଧ୍ୟାନ ପୂର୍ବକ ଆପଣ ପ୍ରେମ ସମ୍ବନ୍ଧକୁ ଭଲ ରଖିବା ପାଇଁ ଚେଷ୍ଟା କରିଲେ ନିଶ୍ଚିତ ଆପଣଙ୍କର ପ୍ରେମ ସମ୍ପର୍କ ଭଲ ରହିବ ଏବଂ ମହା ଆନନ୍ଦରେ ଦିନ କଟିବାର ସୁଯୋଗ ଦେବ। ତେବେ ଆଜି ପାରିବାରିକ ଦୃଷ୍ଟିରୁ ଦେଖିଲେ ମେଷ ରାଶି ବ୍ୟକ୍ତିଙ୍କର ପାରିବାରିକ କ୍ଷେତ୍ରରେ ଭଲ ସମ୍ବନ୍ଧ ରହିବ। ନିଜ ଭିତରେ ସମସ୍ୟା ପୂର୍ବରୁ ଯଦି ଥିବ, ତାହା ଆଜି ଦୂରୀଭୂତ ହେବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର, ଯାହାକି ବେପାର ବାଣିଜ୍ୟ ଯଦି ଆପଣ ଜଡ଼ିତ ଅଛନ୍ତି, ନିଶ୍ଚିତ ଲାଭବାନ ହେବାର ସୁଯୋଗ ଦେଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର, ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କ ଟିକେ ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ବୃଷ ରାଶି ବ୍ୟକ୍ତି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ନିଶ୍ଚିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, କାରଣ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ଏବଂ କାର୍ଯ୍ୟରେ ଆପଣ ଅସ୍ଥିରତା ଆସିପାରେ। ତେଣୁ ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ ଏବଂ କାର୍ଯ୍ୟରେ ତ୍ରୁଟି ହେବ। ତେଣୁ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। କର୍ମ ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ବିଶେଷ କରି ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଇଁ ଆଜି ନିମ୍ନଗାମୀ ରହୁଥିବାରୁ ଆପଣଙ୍କର ଅନେକ କାର୍ଯ୍ୟରେ ଆପଣଙ୍କର ଭୁଲ ହେବାର ଚାନ୍ସ ରହୁଛି। ତେଣୁ ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ, ନହେଲେ ଆପଣ ଉପରସ୍ଥ ଅଫିସରଙ୍କ ଠାରୁ ବୃଷ ରାଶି ବ୍ୟକ୍ତି ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କମିବାର ଚାନ୍ସ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଆଜି ଭଲ ଦିନ ହୋଇନପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଯଦି ଜଡ଼ିତ ଅଛନ୍ତି, ଆପଣ ସାବଧାନ ସହକାରେ ବେପାର ବାଣିଜ୍ୟ କରନ୍ତୁ, ନହେଲେ ଅନେକ ପ୍ରକାର କ୍ଷତି ହେବାକୁ ସାମ୍ନା ଯୁଗ ବନଉଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ହେଲେ ଆପଣ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଯାହାକି ସମ୍ବନ୍ଧ ଭଲ ରହିବ ନାହିଁ। ତେଣୁ ଧ୍ୟାନପୂର୍ବକ ଏହା ପ୍ରତି ସଚେତନ ରହିବା ସହିତ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ମଧ୍ୟ ଅସ୍ଥିରତା ଦେଖା ଦେଇପାରେ। ତେଣୁ ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ଯାହାକି ବାଇଗଣୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭଯୋଗ ବନଉଥିବା ବେଳେ ଆଉ କେତେକାଂଶରେ ଆପଣଙ୍କୁ ବିଫଳତା ମଧ୍ୟ ସାମ୍ନା କରିବାକୁ ପଡ଼ିବ। ତେଣୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ କରନ୍ତୁ ମିଥୁନ ରାଶି ବ୍ୟକ୍ତି। ମିଥୁନ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ କରିବେ ନିଶ୍ଚିତ ସଚେତନ ସହକାରେ କରନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି କୌଣସି କାର୍ଯ୍ୟରେ ଆପଣ ଦୂରଯାତ୍ରା କରିପାରନ୍ତି ବା କିଛି ଦୂର ସ୍ଥାନ ବୁଲିବା ପାଇଁ ଭ୍ରମଣ କରିବା ପାଇଁ ନିଶ୍ଚିତ ଆପଣଙ୍କୁ ସମୟ ମିଳିବାର ସୁଯୋଗ ଦଉଛି ଆପଣଙ୍କ ଭାଗ୍ୟ ରାଶିରୁ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ସଫଳତା ପ୍ରଦାନ କରିବ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ କେତେକାଂଶରେ ଶୁଭଫଳ ଯୁଗ ବନଉଛି, ଆଉ କେତେକାଂଶରେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡ଼ିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି ହୋଇପାରେ। ତେଣୁ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧ ଭଲ ରହିବ। ତତ୍ସହିତ ଆଜି ପାରିବାରିକ ସମ୍ବନ୍ଧ କେତେକାଂଶରେ ଅସ୍ଥିରତା ଏବଂ ସ୍ଥିରତା ମଧ୍ୟ ଦେଖା ଦେଇପାରେ। ତେଣୁ ମିଥୁନ ରାଶି ବ୍ୟକ୍ତି ସଦାବେଳେ ଚେଷ୍ଟା କରନ୍ତୁ କଳହ ଏବଂ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଏହା ଆପଣଙ୍କ ପାଇଁ ନିଶ୍ଚିତ ଲାଭଦାୟକ ଏବଂ ଶୁଭଫଳ ଟ୍ରିକ୍। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ତେଣୁ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ମାନସିକ ଟେନସନ ଆଦୌ ନ ନେଇ ନିଜର କର୍ମକୁ ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ କର୍କଟ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ଚାପ ଆସିବ। ତେଣୁ ସ୍ଥିରତା ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ତାହା ସଫଳତା ହେବ, କିନ୍ତୁ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କାରଣ ଆପଣଙ୍କର ଘାତଚନ୍ଦ୍ର ଯୁଗ ରହୁଛି
ଯାହା ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ଷ୍ଟେପ୍ରେ ଆପଣଙ୍କୁ ମହଙ୍ଗା ପଡ଼ିବ। କର୍କଟ ରାଶି ବ୍ୟକ୍ତି, ଆଜି କର୍କଟ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଆପଣ ସାବଧାନ ସହକାରେ ନିଜର କାର୍ଯ୍ୟ କରନ୍ତୁ, ନହେଲେ ଆପଣ ନିଜର କାର୍ଯ୍ୟ ଅନେକ ପ୍ରକାର ତ୍ରୁଟି ଦେଖାଦେବ, ଯାହା ପାଇଁ ଆପଣ ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। କର୍କଟ ରାଶି ବ୍ୟକ୍ତି, ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଶୁଭ ଯୁଗ ସ୍ଥିତିରେ ଗ୍ରହ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣଙ୍କୁ ଅନେକ ବିଫଳତା ସାମ୍ନା କରିବାକୁ ପଡ଼ିବ, ତେଣୁ ନିଶ୍ଚିତ ଆପଣ ଏହା ପ୍ରତି ସଚେତନ ରହିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ି ଯାଇପାରେ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି କୌଣସି ଦୂରଯାତ୍ରା କରନ୍ତୁ ନାହିଁ, ନହେଲେ ଆପଣଙ୍କୁ ପରବର୍ତ୍ତୀ ଷ୍ଟେପ୍ରେ କୌଣସି କ୍ଷତି ସାମ୍ନା କରିବାକୁ ପଡ଼ିବ। ତେଣୁ ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସଚେତନ ସହକାରେ ନିଜର ଯେକୌଣସି ଦୂରଯାତ୍ରା ବା ଯେକୌଣସି ନିଷ୍ପତ୍ତି କରୁଛନ୍ତି ତାହା ବହୁତ ଥର ଭାବି କାର୍ଯ୍ୟ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି କର୍ମକ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ସଫଳତା ପ୍ରଦାନ କରିବ। ତତ୍ସହିତ ଆପଣ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଭାଗ୍ୟ ଆପଣଙ୍କର ମଧ୍ୟମ ଧରଣର ଯୁକ୍ତ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର କର୍ମକ୍ଷେତ୍ରରେ ସଫଳତା ପାଇବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଲାଭଦାୟକ ହେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଯୁଗ ରହୁଛି, ଯାହାକି ନିଜର ପାଠ ପଢ଼ାପଢ଼ିରେ ଆପଣ ସଫଳତା ଅର୍ଜନ କରିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ନିଜ ଭିତରେ ପୂର୍ବରୁ ଯଦି ମତାନ୍ତର ଥିବ ତାହା ଆଜି ନିଶ୍ଚିତ ଦୂରୀଭୂତ ହେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଯଦି ଆପଣ କରୁଛନ୍ତି ସାବଧାନ ସହକାରେ କରନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ ବେପାର ବାଣିଜ୍ୟରେ ଆପଣଙ୍କୁ ଅନେକ ସମସ୍ୟା ଉପୁଜିପାରେ ବା କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ତେଣୁ ନିଶ୍ଚିତ ସଚେତନ ସହକାରେ ବେପାର ବାଣିଜ୍ୟ କରନ୍ତୁ ଏବଂ ଲାଭପ୍ରାପ୍ତ କରିବା ପାଇଁ ସମସ୍ତ ବୁଦ୍ଧି ପ୍ରୟୋଗ କରନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ି ଯାଇପାରେ, ତେଣୁ ନିଶ୍ଚିତ ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ସିଂହ ରାଶି ବ୍ୟକ୍ତି, ଏହା ଆପଣଙ୍କ ପାଇଁ ଲାଭ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ଯୁଗ ଦିନ ହୋଇନପାରେ, ତେଣୁ ଯେକୌଣସି କାର୍ଯ୍ୟ କରୁଛନ୍ତି କନ୍ୟା ରାଶି ବ୍ୟକ୍ତି ସଚେତନ ସହକାରେ କରନ୍ତୁ ଏବଂ ମନକୁ ସ୍ଥିରତା ଆଣିବା ପାଇଁ ସଦାବେଳେ ଚେଷ୍ଟା କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ନିଜର କାର୍ଯ୍ୟରେ ମନ ନ ଲାଗିପାରେ, ତେଣୁ ଆବଶ୍ୟକ ସ୍ଥଳେ ଆପଣ ମନକୁ ସ୍ଥିର କରିବା ପାଇଁ କିଛି ପ୍ରବଚନ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଆପଣ ମନକୁ ଟିକେ ଜିଅନ୍ତୁ ବା ଧ୍ୟାନ ଦିଅନ୍ତୁ, ଦେଖିବେ ଆପଣ ମାନସିକ ସ୍ଥିତି ସ୍ଥିରତା ଆସିବ ଏବଂ କାର୍ଯ୍ୟ ପ୍ରତି ନିଶ୍ଚିତ ଆଗ୍ରହ ବଢ଼ିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି କର୍ମକ୍ଷେତ୍ରରେ ଅନେକ ଚାପ ଆସିବ, ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି କନ୍ୟା ରାଶି ବ୍ୟକ୍ତି ଆପଣଙ୍କୁ ଆଜି ବିଫଳତା ରହୁଛି, ତେଣୁ ଆପଣ ମାନସିକ ସ୍ତରରେ ଦୁର୍ବଳ ଏବଂ ଅସ୍ଥିର ରହିଯିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣଙ୍କୁ ନିଶ୍ଚିତ ବିଫଳତା ସାମ୍ନା କରିବାକୁ ପଡ଼ିବ। କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ, ନହେଲେ ପରବର୍ତ୍ତୀ ଷ୍ଟେପ୍ରେ ଆପଣ ବହୁତ କ୍ଷତିରେ ପହଞ୍ଚିବେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ି ଯାଇପାରେ,
जहाँ आपणଙ୍କ भाग्य राशि जना पड़ुछि। तेणु कन्या राशि व्यक्ति यह प्रति सचेतन रहिबा सहित आपणकर जहाँ कि प्रेम संबंध रे आपणकर संबंध अनेक प्रकार खराब होबार चांस रहुछि। तेणु निश्चित यह प्रति सावधान रहिबा सहित पारिवारिक संपर्क को भल रखिबा पई चेष्टा करंतु कन्या राशि व्यक्ति, ताहा आपणଙ୍କ ପାଇଁ ଭଲ ହେବ। नहले आपणकर आज पारिवारिक संपर्क अस्थिरता देखा देव। आज जहाँ कि कन्या राशि व्यक्तिंकर भाग्य संख्या रही जहाँ कि 2, भाग्य रंग रहुछि जहाँ कि आपण नील रंग यूज करि परिबे एवं ग्रह माने आपण को आज जहाँ कि 60% साथ दौछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज कर्म क्षेत्र रे आपणकर सफलता जुग रहुछि तथा आपणकर भाग्य आज जेकोसी कार्य करुछंती साथ निश्चित दबा सहित कर्म क्षेत्र आग को बढ़िबा सहित शिक्षार्थी विद्यार्थी मानक पई आज उत्तम जुग रहुछि तुला राशि व्यक्तिंकर। आज तुला राशि व्यक्ति जहाँ कि राजनैतिक सामाजिक क्षेत्र में आपणकर दक्षता वृद्धि करने सहित जो माने चाकरी संबंध में जड़ित अछंती सेमानंकर आज कर्म क्षेत्र में सफलता देव। अल्प समय रे आपणक कार्य संपूर्ण करिवार क्षमता आपणक पाखरे रहुछि। तत्सहित आज तुला राशि व्यक्ति आपणकर व्यापार वाणिज्य रे आपण अनेक प्रकार लाभ प्राप्त करिवार पूर्ण सुजोग रहुछि। आज जहाँ कि तुला राशि व्यक्ति निश्चित व्यापार वाणिज्य रे निष्पत्ति नवा पई उत्तम जुग रहुछि, किंतु ध्यान पूर्वक करंतु कौनसी रिस्कफुल कार्य करंतु नाही, नहले आपण केतकांश रे आपण क्षति सामना करबा को पड़िबो। तेणु निश्चित तुला राशि व्यक्ति यह प्रति सचेतन रुहंतु। आज तुला राशि व्यक्तिंकर जहाँ कि स्वास्थ्यगत दृष्टि देखिले आपणकर स्वास्थ्य चिंता आपणको वृद्धि करिवो। पूर्वर जदि स्वास्थ्य चिंता बा स्वास्थ्य किछि खराब थिबो ताहा आज आहुरी बढ़ी देई पारे। तेणु तुला राशि व्यक्ति यह प्रति निश्चित सचेतन रहिबार अत्यंत आवश्यकता रहिबा सहित कौनसी तेलिया खाद्य प्रति दूरता अवलंबन करंतु किंबा तेलिया खाद्य खांतु नाही। आज तुला राशि व्यक्तिंकर भाग्य संख्या रहिछि जहाँ कि 7, भाग्य रंग रहुछि जहाँ कि आपण हालुका हलदिया रंग यूज करि परिबे एवं ग्रह माने आपणकु जहाँ कि आज साथ दौछंती 70%। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज दिनटी आपणकर भाग्य पूर्ण सफलता जुग रहुथिबारु जेकोसी कार्य बिछा राशि व्यक्ति आज करंतु समस्त कार्य आपनको सफलता प्रदान करिवो। आपणकर भाग्य ग्रह आज शुभ जुग स्थिति रे रहुथिबारु प्रत्येक कार्य आपण सफलता धीरे धीरे सीढ़ी पाहाच चढ़िबे। आज बिछा राशि व्यक्ति कर्म क्षेत्र तो आग को बढ़िबा सहित आपणकर कार्य कौशल अनेक प्रकार भिन्न हेबो। तत्सहित चाकरी संबंध रे जो बिछा राशि व्यक्ति माने जड़ित अछंती आपणकर भाग्य उदय जुग रहुछि। तेणु चाकरी रे कार्य करी आपण उपरस्थ कर्मचारी ठारू निश्चित प्रशंसा पाइबार पात्र जुग बनी जिवे। आज जहाँ कि बिछा राशि व्यक्ति आपणकर कर्म क्षेत्र रे निश्चित ध्यान आकर्षण समस्तंकर रहिबो आपणकर कार्य देखि। आज बिछा राशि व्यक्तिंकर जहाँ कि राजनैतिक सामाजिक क्षेत्र रे आपणकर दक्षता वृद्धि करबा सहित आपणकर जहाँ कि शिक्षार्थी विद्यार्थी मानक पई निश्चित उत्तम जुग रहुछि जहाँ आपणक भाग्य राशि रे जना पड़ुछि। तेबे आज बिछा राशि व्यक्ति जहाँ कि आपण प्रेम संबंध भल रहिबो। पूर्वरु निज भितर जदि किछि मत पार्थक्य थिबो आज ताहा दूरता अवलंबन करिवो एवं प्रेम संबंध निश्चित निज भितर मजबूत रहिबो बिछा राशि व्यक्तिंकर। आज बिछा राशि व्यक्तिंकर पारिवारिक दृष्टि देखिले आपणकर परिवार वर्गଙ୍କ सहित भल संबंध रहिबो जहाँ आपणक भाग्य चक्र जना पड़ुछि। आज बिछा राशि व्यक्तिंकर जहाँ कि व्यापार वाणिज्य रे आपण निश्चित अनेक प्रकार लाभ प्राप्त करिवार पूर्ण सुजोग रहुछि। तत्सहित अर्थजनित जेकोसी निष्पत्ति नबा पई आज उत्तम जुग बनौछि बिछा राशि व्यक्तिंकर। आज बिछा राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य चिंता आपण को आज रहिबो नाही। आज बिछा राशि व्यक्तिंकर भाग्य संख्या रही 3,
भाग्य रंग रहुची हलदिया रंग एवं ग्रह माने आपन को आज 95% साथ दौछंती। चलंतु जानिबा धनुराशि व्यक्ति विषय। धनुराशि व्यक्ति आज कार्य करुला बेले टिके सावधान सहकारे कार्य करंतु, नहले आपण अनेक क्षेत्र रे प्रॉब्लम रे पड़िबे। विशेष कर कर्म क्षेत्र रे आपण को विभिन्न प्रकार चाप आसीबो, मानसिक अस्थिरता रहिबो। तेणु जेकोसी कार्य करुचंती निश्चित रेस्ट नहीं बा धैर्य सहकारे कार्य करंतु धनुराशि व्यक्ति। आज धनुराशि व्यक्ति विशेष कर चाकरी संबंध रे जदि कार्य करुछंती आपण को आज अनेक प्रकार चाप आसीबो, मानसिक स्तर आपण दुर्बल अस्थिर होई पारंती। आज धनुराशि व्यक्तिंकर राजनैतिक सामाजिक क्षेत्र रे आपणकर दक्षता वृद्धि करिवो। तेबे शिक्षार्थी विद्यार्थी मानक पई आज उत्तम दिन होई न पारे। आज धनुराशि व्यक्तिंकर जहा कि प्रेम संबंध रे आपणकर जहा कि निज भितर प्रेम संबंध भल रहिबो। तत्सहित आज पारिवारिक दृष्टि देखिले धनुराशि व्यक्तिंकर अनेक समस्या रहिबो, जहा आपणक भाग्य चक्र जना पड़ुछि। तेणु धनुराशि व्यक्ति यहा प्रति सचेतन रुहंतु। आज धनुराशि व्यक्तिंकर जहा कि छोट मोट आपण अग्नि जनित बा उच्च स्थान रु आपण टिके दूरता अवलंबन करंतु, ताहा आपणक पई भलो हेबो, जहा आपणक भाग्य दृष्टि जना पड़ुछि। तेणु यहा प्रति निश्चित सचेतन रुहंतु धनुराशि व्यक्ति। आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या आपणको अनेक प्रकार चाप पकेइबो, जहा कि पूर्व जदि स्वास्थ्य समस्या थिबो आज आहुरी खराब होबार चांस रहुछि। आज धनुराशि व्यक्तिंकर भाग्य संख्या रहिछि 1। भाग्य रंग आपण हलदी रंग यूज करि परिबे एवं ग्रह माने आपण को आज जहा कि 55% साथ दौछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज निजर कार्य गुड़ी को सावधान सहकारे करंतु, कौनसी गुरुत्वपूर्ण निष्पत्ति नियंतु नाही। जदि जेकोसी कार्य करुछंती निश्चित आपण 2 थर भाबी से कार्य करंतु, कारण आज मकर राशि व्यक्तिंकर भाग्य ग्रह निम्नगामी रहुछि। तेणु सावधान सहकारे निजर कार्य करंतु, ताहा आपणक पई भलो हेबो। आज कर्म क्षेत्र में अनेक चाप आसीबो, मानसिक स्तर दुर्बल अस्थिरता देखा देई पारे। तेणु मकर राशि व्यक्ति धैर्य सहकारे कार्य करंतु एवं मन को स्थिरता रखंतु। आज मकर राशि व्यक्तिंकर जे माने आपणकर चाकरी संबंध रे जड़ित अछंती निश्चित सावधान सहकारे कार्य करंतु। आपणकर भाग्य ग्रह आज निम्नगामी रहउथिबारु अनेक चैलेंज आसीबो, जाहाकू सामना करिबा आपण मानसिक स्तर दुर्बल अस्थिर रही पारंती एवं कार्य करुथिला बेले अनेक भूल होई पारे एवं आपण ए भूल पाई उपरस्थ कर्मचारी ठारू गाली सुनिबार अनेक चांस रहुछि। तेणु मकर राशि व्यक्ति जेकोसी कार्य करुछंती आपण सावधान सहकारे करंतु। आज मकर राशि व्यक्ति राजनैतिक सामाजिक क्षेत्र में आपणकर भाग्य ग्रह निम्नगामी रहुछि। तेबे शिक्षार्थी विद्यार्थी मानक पई मध्य आज भल दिन होई न पारे। आज जहा कि प्रेम दुनिया रे मकर राशि व्यक्तिंकर जहा देखा जाउछि आपणकर प्रेम संबंध अस्थिरता देखा देई पारे। तेणु निश्चित प्रेम संबंध प्रति भल रखिबा पई चेष्टा करंतु एवं पारिवारिक संबंध आपणकर भल न रही पारे, कलह जुग रहुछि। तेणु आपण निश्चित कलह जुक्ति ठारू दूरता अवलंबन करिले आपणकर परिवार संपर्क भल रहिबो। आज जहा कि मकर राशि व्यक्तिंकर जहा कि भाग्य संख्या रहिछि 2। भाग्य रंग रहुछि आपण धला रंग यूज करि परिबे एवं ग्रह माने आपण को आज जहा कि 30% साथ दौछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज केतेकांश रे आपणकर भाग्य ग्रह पूर्ण शुभ युग स्थिति रे रहुछि, जहा कि आपण जेकोसी कार्य करिवे ताहा सफलता आडको अग्रगति करिवो कुंभ राशि व्यक्ति क्षेत्र रे। आज कुंभ राशि व्यक्ति जहा कि राजनैतिक सामाजिक क्षेत्र में आपणकर दक्षता वृद्धि करने सहित जो माने चाकरी संबंध में जड़ित अछंती निश्चित आपणकर भाग्य साथ देव एवं आपण सफलता सहित निजर कार्य संपादना करी समाज आगे एक प्रतिष्ठित व्यक्ति रूपे परिचित हो पारंती, जहाँ आपण भाग्य राशि जना पड़ुछि। तत्सहित आपणकर कार्यकौशल एक भिन्न प्रकार होई आपण उपरस्थ कर्मचारी दृष्टि आकर्षण हवा सहित प्रशंसार पात्र बनी पारंती कुंभ राशि व्यक्ति। आज कुंभ राशि व्यक्ति जहा कि शिक्षार्थी विद्यार्थी मानक पई उत्तम युग बनाउछि। तत्सहित प्रेम संबंध रे आपणकर भाग्य ऊपर जहा कि आपणकर प्रेम संबंध एक भल
ଯୁଗ ବନଉଛି ଅନେକ ପ୍ରକାର ପ୍ରେମ ସମ୍ବନ୍ଧ ଆପଣଙ୍କର ଦେଖାଦେବ ଯାହାକି ଭଲ କଥାବାର୍ତ୍ତା ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସମ୍ବନ୍ଧ ଭଲ ରହିବ। ତତ୍ସହିତ ଆଜି ନିଶ୍ଚିତ ଏକ ପରିବାର ବର୍ଗଙ୍କ ସହିତ ମିଳିମିଶି ଦିନଟି ଅତି ସୁଖମୟରେ କଟିବାର ସୁଯୋଗ ଦେବ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ନିଶ୍ଚିତ ଆପଣଙ୍କୁ ଅସ୍ଥିରତାରେ ପକେଇ ପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡେ। ତେଣୁ ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ନହେଲେ ଆପଣ ଅନେକ ପ୍ରକାର ଦୁଃଖ କଷ୍ଟ ପାଇବାର ଅନେକ ଚାନ୍ସ ରହୁଛି ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନିଜର ଖ୍ୟାତି ଅର୍ଜନ କରିବାର ଆଜି ଉତ୍ତମ ଯୁଗ ବନେଇ ପାରେ। ତତ୍ସହିତ ପୂର୍ବରୁ ଯଦି ଅଟକି ଯାଇଥିବା କାର୍ଯ୍ୟ ମୀନ ରାଶି ବ୍ୟକ୍ତିଙ୍କର ଆଜି ସମ୍ପୂର୍ଣ୍ଣ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯୋଉମାନେ କାର୍ଯ୍ୟ କରୁଥିବେ ତାଙ୍କୁ ଆଜି ନିଶ୍ଚିତ ସଫଳତା ଦେବ। ତତ୍ସହିତ ଆପଣଙ୍କର ଦକ୍ଷତା ବୃଦ୍ଧି କରିବାର ଯୁଗ ରହୁଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ ଜଡ଼ିତ ଅଛନ୍ତି ଆଜି ଆପଣଙ୍କର ଦବଦବା ବଢିବ ଯାହାକି ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନେଇ ପାରେ। ତତ୍ସହିତ ଆଜି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଅନେକ ପ୍ରକାର ଯାହାକି ନିଜ ଭିତରେ ପ୍ରେମ ସମ୍ବନ୍ଧ ବଢିବାର ଅନେକ ଚାନ୍ସ ରହୁଛି। ତେବେ ଆଜି ଯୋଉମାନେ ଆପଣଙ୍କର ଶତ୍ରୁ ଥିବେ ସେମାନେ ଆପଣଙ୍କୁ ଟିକେ ହଇରାଣ କରିବା ପାଇଁ ଚେଷ୍ଟା କରିପାରନ୍ତି, ଆପଣଙ୍କର ପ୍ରେମ ସମ୍ବନ୍ଧରେ ଟିକେ ବ୍ୟାଘାତ ମଧ୍ୟ କରିପାରନ୍ତି। ଏଥିପ୍ରତି ନିଶ୍ଚିତ ମୀନ ରାଶି ବ୍ୟକ୍ତି ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଆପଣଙ୍କର ସ୍ଥିରତା ରହିବ। ତେବେ କିଛି ଖଳ ପ୍ରବୃତ୍ତି ଲୋକ ଆପଣଙ୍କୁ ଅସ୍ଥିରତା କରିପାରନ୍ତି କିମ୍ବା ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲଗେଇବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବା ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତତ୍ସହିତ ଆପଣ ଟିକେ ଜୀବଜନ୍ତୁ ଠାରୁ ଦୂରତା ଅବଲମ୍ବନ କରିବା ସହିତ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ତାହା ଆପଣଙ୍କ ପାଇଁ ଭଲ ହେବ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ଅଗ୍ନି ସମ୍ବନ୍ଧ କାର୍ଯ୍ୟରେ ଆପଣ ଟିକେ ଦୂରତା ଅବଲମ୍ବନ ନିହାତି ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।